ଏଇ ସାଙ୍ଗମାନେ ବର୍ଥଡେ ପାର୍ଟି ମାଗୁଥିଲେ ଫାଇନାଲି ଭୋଜିଟା ସରିଗଲା। ଏ ଭୋଜିଟା କୋଉଠି ହେଲା ଭିଡ଼ିଓଟାକୁ ଏଣ୍ଡ ଯାଏଁ ଦେଖ ସବୁ କିଛି ଜାଣିପାରିବ। ଗାଇସ୍ ଆଜି ସକାଳୁ ସକାଳୁ 52 ନମ୍ବର ଏଇ ସାମାନ ପତ୍ର ଧରିକି ରେଡି ହେଇଯାଇଛୁ ସେଇ ଜାଗାକୁ ଯିବା ପାଇଁ ଯୋଉ ଜାଗାରେ ଆମର ଭୋଜି ହଉଛି। ସେଠି ନା ସେ ଚିକୁ ନେଇ ରେଡି ହେଲା ଭିତରେ ଆମେ ପଳେଇ ଆସିଥିଲୁ ଏଇ କୁକୁଡ଼ା ଦୋକାନକୁ ଚିକେନ ନବୁ ବୋଲି। ଫାଇନାଲି ଆମେ ପହଞ୍ଚିଲୁ ଏଇ ଚିକେନ ଦୋକାନୀ ଘର ଭିତରକୁ। କୁକୁଡ଼ା କାଟି କଣ କୁକୁଡ଼ା ସହିତ ଗେଲ ହଉଛନ୍ତି। ଏଠି ନା ଦେଖୁ ଦେଖୁ ଆମ ଚିକେନ କଟା ବି ସରିଯାଇଥିଲା। ଦେନ୍ ପଳେଇ ଆସିଥିଲୁ ଆମେ ଗାଡି ପାଖକୁ। ଏଠି ଗାଡି ଭିତରେ ସବୁ ସାମାନ ପୁରେଇ ଦେଲୁ। ଦେନ୍ ବସି ଯାଇଥିଲା ଆମ ଗାଡିରେ। ଏଇ କିଛି ଦିନ ହବ ନା ଏଇ ଭିଡିଓଟା କଣ୍ଟିନ୍ୟୁ ନ ଆସିବାରୁ ଆମ ଆଇଡି ପୁରା ଡାଉନ ହେଇଯାଇଛି। ଲାଇକ୍ ଭ୍ୟୁଜ ବି ପୁରା କମ ଯାଉଛି। ସେଥିପାଇଁ ତମ ସପୋର୍ଟ ମତେ ନିହାତି ଦରକାର ଅଛି। ଛାଡ ସେ କଥା। ଏଠି ଦେଖି ଦେଖୁ ଆମେ ପହଞ୍ଚି ଯାଇଥିଲୁ ଜାଗା ଉପରେ। ଏଠି ନା ଜିନିଷ ପତ୍ର ଭିତରେ ରଖିଦେଇକି ଆମେ ଏଠି କିଛି ଟାଇମ ରେଷ୍ଟ ନେଲୁ। ଦେନ୍ ପଳେଇ ଆସିଥିଲୁ ଆମେ ଟିକେ ବାହାରକୁ। ଏତେ ଜୋର ଗରମରେ ଥଣ୍ଡା ଟିକେ ନ ପିଲେ ହବନି। ଏଠି ଥଣ୍ଡା ଫଣ୍ଡା ତ ପିଇଦେଲୁ। ଦେନ୍ ପଳେଇ ଆସିଥିଲୁ ଏଠି ଆମେ କାର ପାଖକୁ। ଏଠି ଆସିକି ଦେଖିଲୁ ଚିକୁନ ତାର ଭିତରେ ଏସି ଲଗେଇକି ବସିଛି ଆମକୁ ଡାକୁନି। କିଛି ଟାଇମ ବସିଲା ପରେ ଏଠି ଆମ ଥଣ୍ଡା ଆମ ପାଖକୁ ପଳେଇ ଆସିଥିଲା। ଏଠି ଥଣ୍ଡା ଫଣ୍ଡା ପିଇଦେଲୁ। ଦେନ୍ ପଳେଇ ଆସିଥିଲା ଆମେ କସ୍ମୋ ବଜାର ଭିତରକୁ ଗୋଟେ ଗ୍ଲାସ ନେବା ପାଇଁ। ଏଠି ବହୁତ ଟାଇମ ହେଲାଣି ଆମେ ଗ୍ଲାସ ବାଛିବାର। अरे भाई कौन देखियो रे भाई एरा स्विमिंग पूल चश्मा उडा ମୁଁ ଆଖିରେ ଲଗେଇବି ନା ଗାଲରେ ଲଗେଇବି। ଏଠି ନା ଯାହା ଯେମିତି କରି ଗୋଟେ ଗ୍ଲାସ ଆଣିକି ଆମେ ପଳେଇ ଆସିଥିଲୁ ମଲେଇ ଦୋକାନକୁ ଆଇସ୍କ୍ରିମ ଖାଇବାକୁ। ଯେହେତୁ ରୋଷେଇବାସଠୁ ଆରମ୍ଭ କରି ସବୁ କିଛି ସରିଯାଇଥିଲା ତ ସେଥିପାଇଁ ଆମେ ପଳେଇ ଆସିଥିଲୁ ଭିତରକୁ। ଏଠି ବହୁତ କିଛି ମଜାମସ୍ତି ପରେ ଏଠି ଆମର ଖାଇବା ଟାଇମ ବି ପଳେଇ ଆସିଥିଲା। ଦେନ୍ ଏଠି ସବୁ ପିଲା ଆମର ଖାଇ ଦେଇଥିଲେ। ସେତେବେଳେ ଭାବୁଥିବେ ଭୋଜିଟା ହେଇଥିଲା କୋଉଠି। ତ ଭୋଜିଟା ହେଇଥିଲା ଆମ ତିହିଡିରେ ଥିବା ଶାନ୍ତି ଆଶ୍ରମରେ। ପିଲା ଖାଇଲା ଟାଇମରେ ଡାଇନିଂ ରେ ନା ଆମକୁ ଆଲାଉ କରିନଥିଲେ। ତ ସେଥିପାଇଁ ଆମେ ପିଲାଙ୍କ ସହିତ ଟାଇମ ସ୍ପେଣ୍ଡ ବି କରିପାରିଲୁନି ଖାଇଲା ଟାଇମରେ। ସବୁ କିଛି ସରିଲା ଭିତରେ ଆମର ବି ଏଠି ଖିଆ ପିଆ ସରିଯାଇଥିଲା। ଦେନ୍ ଆମେ ପଳେଇ ଆସିଥିଲୁ ଆମ ପିଲାମାନଙ୍କ ପାଖକୁ କିଛି ସମୟ ଟାଇମ ସ୍ପେଣ୍ଡ କରିବାକୁ। ଏତେ ଖରାରେ ପିଲାମାନଙ୍କୁ ବାହାରେ ରଖିବାଟା ଠିକ ହବନି। ତ ସେଥିପାଇଁ କିଛି ସମୟ ଟାଇମ ସ୍ପେଣ୍ଡ କଲା ପରେ ଆମେ ପଳେଇ ଆସିଥିଲୁ ବାହାରକୁ। ଆଉ ଯୋଉମାନେ ପିଲାମାନଙ୍କ ପାଖକୁ ଆସିବାକୁ ଚାହୁଁଛ ତାହେଲେ ଲୋକେସନଟା ହଉଛି ତିହିଡି କଲେଜ ଛକ। ଦେନ୍ ଆମେ କୋଉ ଜାଗାକୁ ଗଲୁ ସେଟା ନେକ୍ସଟ ବ୍ଲଗରେ ଦେଖାହବ। ରହିଲି ଜୟ ଜଗନ୍ନାଥ।